ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ ନୂଆଦିଲ୍ଲୀରେ ଆସନ୍ତାକାଲି ଫିଟ୍ ଇଣ୍ଡିଆ କାର୍ନିଭାଲର ଶୁଭାରମ୍ଭ କରିବେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ପଦ୍ମ ପୁରସ୍କାର 2026 ପାଇଁ ଆଜିଠାରୁ ଆରମ୍ଭ କଲା ଆବେଦନ ପ୍ରକ୍ରିୟା। ସ୍ଥାୟୀ ଜୀବନଶୈଳୀ ପାଇଁ ଏକ ପରିବର୍ତ୍ତନର ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି। ସର୍ବାଧିକ ଦିନ ତାପମାତ୍ରା 42 ଡିଗ୍ରୀ ସେଲ୍ସିୟସ୍ ସମ୍ବଲପୁରଠାରେ ରେକର୍ଡ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ନୂଆଦିଲ୍ଲୀରେ ଆସନ୍ତାକାଲି ଫିଟ୍ ଇଣ୍ଡିଆ କାର୍ନିଭାଲର ଶୁଭାରମ୍ଭ କରିବେ। 3 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଅଭିଯାନରେ ସୁସ୍ଥ ଜୀବନଶୈଳୀ ଏବଂ ମେଦବହୁଳତାର ନିୟନ୍ତ୍ରଣ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମ ଅବସରରେ ଆସନ୍ତାକାଲି ଖେଲୋ ଇଣ୍ଡିଆ ପାରାଗେମ୍ସର ପ୍ରତୀକ ଏବଂ ସଙ୍ଗୀତ ଉନ୍ମୋଚନ କରାଯିବ। ସୂଚନାଯୋଗ୍ୟ ନୂଆଦିଲ୍ଲୀରେ ଆସନ୍ତା 20 ତାରିଖରୁ ଖେଲୋ ଇଣ୍ଡିଆ ପାରାଗେମ୍ସ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 120ତମ ସଂସ୍କରଣ। ଏଥିପାଇଁ ସମସ୍ତଙ୍କଠାରୁ ମତାମତ ଲୋଡ଼ାଯାଇଛି। ଜନସାଧାରଣ ନମୋ ଆପ୍ ଏବଂ ମାଇଁ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 180011780 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ଜନସାଧାରଣ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ନିଜର ମତାମତ ଆସନ୍ତା 25 ତାରିଖ ସୁଦ୍ଧା ଦେଇପାରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ପଦ୍ମ ପୁରସ୍କାର 2026 ପାଇଁ ନାମାଙ୍କନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ ଏହି ନାମାଙ୍କନ ପ୍ରକ୍ରିୟା ଆସନ୍ତା ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସୂଚନାଯୋଗ୍ୟ, ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ 2 ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ କେନ୍ଦ୍ରୀୟ ନେତା ଏବଂ ମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ନିଗମରେ ନିଯୁକ୍ତି ନେଇ ଆଲୋଚନା ହେବାର ମଧ୍ୟ ସମ୍ଭାବନା ରହିଛି। ସୁରକ୍ଷିତ ତଟ ସମୃଦ୍ଧ ଭାରତ ଅଭିଯାନ ବାର୍ତ୍ତା ନେଇ ଆଜି ସିଆଇଏସ୍ଏଫ୍ର ସାଇକେଲ ଶୋଭାଯାତ୍ରା ବାହାରି ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ପହଞ୍ଚିଛି। କୋଲକାତାରୁ ବାହାରିଥିବା ଏହି ଶୋଭାଯାତ୍ରା ଆଜି ଅପରାହ୍ନରେ ଗୋପାଳପୁରଠାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ, ପୁଲିସ୍ ଏବଂ ସେନା ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରବଣା ବିବେକ ଏମ୍ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇ 10 କିଲୋମିଟର ପର୍ଯ୍ୟନ୍ତ ସାଇକେଲ ଚଳାଇଥିଲେ। କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳ ପକ୍ଷରୁ ଏହି ସଚେତନତା ସାଇକେଲ ଶୋଭାଯାତ୍ରା 60 ଜଣିଆ ଦଳ ପଶ୍ଚିମବଙ୍ଗରୁ ବାହାରି କନ୍ୟାକୁମାରୀ ପର୍ଯ୍ୟନ୍ତ 6553 କିଲୋମିଟର ଯାତ୍ରା କରୁଛନ୍ତି। ଭାରତର ତଟବର୍ତ୍ତୀ ଅଞ୍ଚଳ ସୁରକ୍ଷିତ ରଖିବା ତଥା ଦେଶରେ ବେଆଇନ ନିଶା କାରବାର ରୋକିବା ସହ ସମୃଦ୍ଧ ଭାରତ ଗଠନ ଦିଗରେ ସଚେତନତା ବୃଦ୍ଧି ନେଇ ଏହି ଶୋଭାଯାତ୍ରା ବାହାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉପଭୋକ୍ତା ଅଧିକାର ଏବଂ ସୁରକ୍ଷା ନେଇ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳନ କରାଯାଉଛି। ଉପଭୋକ୍ତାଙ୍କ ମୌଳିକ ଅଧିକାରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଏହାକୁ ସୁରକ୍ଷିତ ରଖିବା ନେଇ ପ୍ରତ୍ୟେକ ବର୍ଷ ମାର୍ଚ୍ଚ 15 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ଥାୟୀ ଜୀବନଶୈଳୀ ପାଇଁ ଏକ ପରିବର୍ତ୍ତନ। ଉପଭୋକ୍ତାଙ୍କ ଅଧିକାରର ସୁରକ୍ଷା ଏବଂ ସେମାନଙ୍କର ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ଲକ୍ଷ୍ୟ ନେଇ ସରକାର ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ ନମ୍ବର ପ୍ରଣୟନ କରାଯିବା ସହ ଅଭିଯୋଗ ସମାଧାନକୁ ତ୍ୱରାନ୍ୱିତ କରାଯାଉଛି। ଇ କମର୍ସ ସଂସ୍ଥାଗୁଡ଼ିକରେ କଥିତ ଅନିୟମିତତାର ଉପଭୋକ୍ତାଙ୍କୁ ସୁରକ୍ଷା ଦେବା ଲକ୍ଷ୍ୟ ନେଇ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଉପଭୋକ୍ତା ସୁରକ୍ଷା ଇ କମର୍ସ ନିୟମାବଳୀ 2020 ପ୍ରଚଳନ କରାଯାଇଛି। ଏହି ନିୟମ ମାଧ୍ୟମରେ ଇ କମର୍ସ ସଂସ୍ଥାଗୁଡ଼ିକର ଦାୟିତ୍ୱ ନେଇ ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ରହିଛି।
ଉପଭୋକ୍ତାମାନଙ୍କ ସୁରକ୍ଷା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଆଭାସୀ ଜରିଆରେ ଏକ ୱେବିନାରକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ଯୋଶୀ କହିଛନ୍ତି, ସରକାର ଉପଭୋକ୍ତାଙ୍କ ସଶକ୍ତିକରଣ ଉପରେ ଧ୍ୟାନ ଦେଇ ଅଭିଯୋଗଗୁଡ଼ିକର ସମାଧାନ କରିବା ପାଇଁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। ଖାଉଟିଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ଏବଂ ନାଗରିକଙ୍କୁ ଏ ସଂକ୍ରାନ୍ତରେ ରହିଥିବା ଆଇନ ଅନୁମୋଦିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଖାଉଟି ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଦିଲ୍ଲୀପ କୁମାର ମହାପାତ୍ର ଗୁରୁତ୍ୱ ଦେଇଛନ୍ତି। ଆକାଶବାଣୀକୁ ସେ କହିଛନ୍ତି, ଆଜି ହେଉଛି ବିଶ୍ୱ ଉପଭୋକ୍ତା ଅଧିକାର ଦିବସ। ଏହାକୁ ଆମେ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ 15 ତାରିଖରେ ପାଳନ କରିଥାଉ। ଏ ବର୍ଷର ଥିମ୍ ହେଲା ଏ ଜଷ୍ଟ ଟ୍ରାନଜିସନ ଟୁ ସଷ୍ଟେନେବଲ ଲାଇଫ ଷ୍ଟାଇଲ। 1962 ମସିହାରୁ ଆଜି ଯାଏ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳନ କରୁଛନ୍ତି ଏବଂ ଏହି ଦିବସରେ ଆମେମାନେ ସାଧାରଣ ଉପଭୋକ୍ତା ମାନଙ୍କର ସୁରକ୍ଷା ଏବଂ ଅଧିକାର ଏବଂ ଦାୟିତ୍ୱ ଉପରେ ସାଧାରଣ ଉପଭୋକ୍ତା ମାନଙ୍କୁ ସଚେତନ କରିଥାଉ। ସମସ୍ତ ଉପଭୋକ୍ତା ମାନଙ୍କୁ ଆମେ ସଚେତନ କରିବାକୁ ଚାହୁଁଛୁ ଯେ ତାଙ୍କର ଦାୟିତ୍ୱ ଏବଂ ତାଙ୍କର ଅଧିକାର ଉପରେ ସେମାନେ ଜାଣନ୍ତୁ ଏବଂ ସାବ୍ୟସ୍ତ କରନ୍ତୁ। ରାଜ୍ୟରେ ଆନନ୍ଦ ଉଲ୍ଲାସର ସହ ରଙ୍ଗର ପର୍ବ ହୋଲି ପାଳନ ହୋଇଯାଇଛି। ଭାତୃତ୍ୱ ଏବଂ ସଦ୍ଭାବନାର ଏହି ପର୍ବରେ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇ ରଙ୍ଗ ଖେଳର ମଜା ନେଇଛନ୍ତି। ଏହି କ୍ରମରେ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଲି ଏବଂ ଦୋଳ ମେଳନ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ ଏବଂ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ମତ୍ତ ଅଞ୍ଚଳର ବହୁ ପୁରାତନ ମେଳନରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇ ସୁସଜ୍ଜିତ ବିମାନରେ ଆସିଥିବା ରାଧାକୃଷ୍ଣଙ୍କୁ ଅବିର ଅର୍ପଣ କରିଥିଲେ। ଏହି ପର୍ବରେ ସାମିଲ ହୋଇ ଭାଇଚାରାକୁ ଅକ୍ଷୁଣ୍ଣ ରଖିବା ସହ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଶ୍ରୀ ସାମଲ ପରାମର୍ଶ ଦେଇଥିଲେ। ଜିଲ୍ଲାର ପ୍ରସିଦ୍ଧ ଆଖଣ୍ଡଳମଣି ପୀଠର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ବିମାନରେ ନାଟ ମଣ୍ଡପକୁ ନିଆଯାଇ ନଗର ପରିକ୍ରମା କରିବା ସହ ନୂତନ ବିରଜା ପଞ୍ଜିକା ପଠନ କରାଯାଇଥିଲା। ଏହାସହ ବିଭିନ୍ନ ସ୍ଥାନରେ ଗୋପାଳଙ୍କ ଫଗୁ ଉତ୍ସବରେ ଲଉଡ଼ି ଖେଳ ସହ ଓଗାଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ସହରରେ ଆନନ୍ଦ ଉଲ୍ଲାସର ସହ ଏହି ଉତ୍ସବ ପାଳିତ ହୋଇଛି। ନାମ ସଂକୀର୍ତ୍ତନ ସହ ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ସହର ପରିକ୍ରମା କରି ଲୋକମାନେ ଅବିର ଖେଳିଛନ୍ତି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋୟଲ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏହି ଉତ୍ସବରେ ସାମିଲ ହୋଇଥିଲେ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର 3ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରେକର୍ଡ କରାଯାଇଛି। ସର୍ବାଧିକ ତାପମାତ୍ରା ସମ୍ବଲପୁରଠାରେ 42 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ାରେ 41.8 ଏବଂ ରାଉରକେଲାରେ 40.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଅଧିକ ସୂଚନା ଦେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆଗାମୀ 5 ଦିନ ପାଇଁ ହିଟ୍ ୱେଭର ୱାର୍ଣ୍ଣିଂ ଜାରି କରାଯାଇଛି ଆଇଏମଡି ତରଫରୁ। କିଛି କିଛି ସ୍ଥାନରେ ରହିବ ଆଉ ସିଭିୟର ହିଟ୍ ୱେଭ୍ ଗୋଟେ କିମ୍ବା ଦୁଇଟା ସ୍ଥାନରେ ରହିବାର ସମ୍ଭାବନା ରହିଛି। ଝାରସୁଗୁଡ଼ା, ମୟୂରଭଞ୍ଜ ଆଉ ସମ୍ବଲପୁର ଜିଲ୍ଲାରେ ତା ସହିତ ହିଟ୍ ୱେଭ୍ କିଛି କିଛି ସ୍ଥାନରେ ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ସମ୍ବଲପୁର, ଗଜପତି, ସୁନ୍ଦରଗଡ଼ ଆଉ କଳାହାଣ୍ଡି ଜିଲ୍ଲାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ଆସନ୍ତାକାଲି ଫିଟ୍ ଇଣ୍ଡିଆ କାର୍ନିଭାଲର ଶୁଭାରମ୍ଭ କରିବେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ପଦ୍ମ ପୁରସ୍କାର 2026 ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା। ସ୍ଥାୟୀ ଜୀବନଶୈଳୀ ପାଇଁ ଏକ ପରିବର୍ତ୍ତନର ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି। ସର୍ବାଧିକ ଦିନ ତାପମାତ୍ରା 42 ଡିଗ୍ରୀ ସେଲ୍ସିୟସ୍ ସମ୍ବଲପୁରଠାରେ ରେକର୍ଡ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।